ମୋର ସେଦିନ ମୁଣ୍ଡ ବହୁତ ଜୋର ବିନ୍ଧୁଥିଲା, ଆଉ ରହି ହେଉନଥିଲା। ମୁଁ ପର୍ସଟି ଧରି ପାଖ ମେଡ଼ିସିନ ଷ୍ଟୋରକୁ ଚାଲିଗଲି। ଆମ ଘର ପାଖରେ ଥିବା ମେଡ଼ିସିନ ଷ୍ଟୋରଟି ବହୁତ ଗହଳି ହୁଏ, ସବୁବେଳେ ଲୋକ ଭର୍ତ୍ତି। ମୁଁ ଯାଇକି ଲାଇନରେ ଠିଆ ହେବାକୁ ପଡ଼େ। ମୁଁ ଯାଇକି ଲାଇନରେ ଠିଆ ହେଲି। ଲାଇନରେ ଠିଆ ହେଇଥିବା ସମୟରେ ମୁଁ ଦେଖିଲି ଗୋଟେ ମାଉସୀ, ବୁଢ଼ୀ ମାଉସୀ ଜଣେ ଲାଇନରେ ଠିଆ ହେଇଛନ୍ତି ଏବଂ ସେ ପୁରା ପଛରେ ଠିଆ ହେଇଛନ୍ତି। ମୁଁ ଭାବିଲି ମାଉସୀଟିକୁ ଆଗକୁ ଆଣିଥିଲେ ଭଲ ହେଇଥାନ୍ତା। ବୁଢ଼ୀ ମାଉସୀଟି, ଏତେ ଲୋକ ମେଡ଼ିସିନ ନେଲା ପରେ ଯାଇକି ବୁଢ଼ୀ ମାଉସୀର ଟର୍ନ ଆସିବ, ଏଇଆ ଭାବି ମୁଁ ଠିଆ ହେଇଥିଲି। ତାପରେ ମେଡ଼ିସିନ ଷ୍ଟୋରରେ ଦୁଇଟି ପିଲା ଥିଲେ, ଆଉ ଓନର ଯିଏ, ସେ ବିଲିଂ କରୁଥିଲେ। ଆଉ ସେମାନେ ବହୁତ ବହୁତ ଜଲ୍ଦି ଜଲ୍ଦି ଲୋକମାନଙ୍କୁ ମେଡ଼ିସିନ୍ସ ଦେବା ପାଇଁ ଚେଷ୍ଟା କରୁଥିଲେ। ମୁଁ କ'ଣ କଲି, ଆଗକୁ ନ ଯାଇ ମାଉସୀକୁ ଡାକିଲି। ମୁଁ କହିଲି, ମାଉସୀ ଏଇଠିକି ଆସ, ତମେ ଆଗକୁ ଆସ, ତମେ ଆଗ ମେଡ଼ିସିନ ନେଇଯାଅ, ମୁଁ ପରେ ନେବି। ମାଉସୀ କହିଲେ, ନାଇଁ ଝିଅ, ତମେ ଆଗ ନେଇସାର, ମୁଁ ପରେ ନେବି। ମୁଁ ଆଉ କିଛି କହିଲିନି। ମୋ ମୁଣ୍ଡଟା ବହୁତ ଜୋର ବିନ୍ଧୁଥିଲା। ମୁଁ ସେଇଠୁ ଆଗକୁ, ପୁଣି ଆଗକୁ ଲାଇନରୁ ଆଗକୁ ମାଡ଼ି ଚାଲିଲି। ତାପରେ ମେଡ଼ିସିନ ଷ୍ଟୋରରେ ଥିବା ଓନର ଭାଇ ଜଣକ ବହୁତ ସମୟ ଚାହିଁଲେ ପଛକୁ, ଏବଂ ପଛକୁ ଚାହିଁକି ପିଲାମାନଙ୍କୁ କହିଲେ, ପିଲାମାନେ ତମମାନେ ଟିକେ ମେଡ଼ିସିନ ଦେବା ବୁଝୁଥାଅ, ମୁଁ 2 ମିନିଟ୍ ଭିତରେ ଗଲି ଆଉ ଆସିଲି। ଏହା କହି ଓନର ଜଣକ ବାହାରକୁ ଆସିଲେ ଏବଂ ସେ ବୁଢ଼ୀ ମାଉସୀଙ୍କ ପାଖକୁ ଗଲେ। ମାଉସୀଟି ଲାଇନର ସବୁଠୁ ପଛରେ ଠିଆ ହେଇଥିଲା। ଯେତେ ଲୋକ ଆସିଲେ ବି ମାଉସୀଟି କେବେ ବି ଆଗକୁ ଆସୁନଥିଲା, ସମସ୍ତଙ୍କ ପଛରେ ଯାଇକି ଠିଆ ହେଇଥିଲା। ଓନର ଭାଇ ଜଣକ ଆସିଲେ ଏବଂ ପଚାରିଲେ, ମାଉସୀ ତମେ କ'ଣ ମେଡ଼ିସିନ ନେବ? ବୁଢ଼ୀ ମାଉସୀଟି କହିଲା, ହଁ ବାପା, ମୁଁ ନେବି, ତୁ ସମସ୍ତଙ୍କୁ ଦେଇସାର, ମୁଁ ପଛରେ ନେବି। ମାଉସୀ, ବହୁତ ଡେରି ହେବ, ଏତେ ଲୋକ ଅଛନ୍ତି, ତମେ ଗୋଟେ କାମ କର, ତମେ କେଉଁ ଡକ୍ଟର ଲେଖିଛନ୍ତି ତମେ ମୋତେ କାଗଜଟା ଦେଖାଅ, ମୁଁ ଦେଖିକି ତମକୁ ମେଡ଼ିସିନ ଆଗ ଦେଇଦେବି, ତାପରେ ଅନ୍ୟମାନଙ୍କୁ ଦେବି। ମାଉସୀଟି କହିଲା, ନାଇଁରେ ପୁଅ, ମୁଁ ସବୁଠୁ ପଛରେ ନେବି। ଓନର ଭାଇ ଜଣକ ଏପଟ ସେପଟକୁ ଚାହିଁଲେ ଆଉ ଭାବିଲେ ବୋଧେ ମାଉସୀଟି ପାଖରେ ପଇସା ନାହିଁ, ସେଥିପାଇଁ ବୋଧେ ସେ କହୁଛି। ଓନର ଭାଇ କହିଲେ, ମାଉସୀ ତମେ ବ୍ୟସ୍ତ ହୁଅନି, ତମ ପାଖରେ ଯଦି ପଇସା ନାହିଁ ଦବା ଦରକାର ନାହିଁ। ବୁଢ଼ୀ ମାଉସୀଟି ହସିଲା। ଓନର ଭାଇ ଜଣକ କହିଲେ, ମାଉସୀ ଏଥିରେ ହସିବାର କିଛି ନାହିଁ, ତମେ ଜମା ବି ବ୍ୟସ୍ତ ହୁଅନି, ଯଦି ତମ ପାଖରେ ପଇସା ଅଛି ତମେ ଆଣିନ, ତାହେଲେ ମୋତେ ଧୀରେ ଧୀରେ କରି ସୁଝିଦେବ, କିନ୍ତୁ ଯଦି ବି ନ ସୁଝି ପାରିବ ମୋର କୌଣସି ଆପତ୍ତି ନାହିଁ। ବୁଢ଼ୀ ମାଉସୀଟି କହିଲା, ପୁଅ ନାଇଁ ନାଇଁ, ମୋର ପଇସାର କୌଣସି ଅଭାବ ନାହିଁ, ମୋ ପୁଅ ଗୋଟେ ବହୁତ ବଡ଼ ଚାକିରି କରିଛି, ଆଉ ମୋତେ ମାସକୁ ମାସ ସେ ଯେତିକି ପଇସା ପଠାଏ ମୋ ପାଇଁ ସେତିକି ଯଥେଷ୍ଟ। ତାପରେ ଓନର ଭାଇ ଜଣକ କହିଲେ, ମାଉସୀ ତାହେଲେ ତମେ କୁହ କ'ଣ ମେଡ଼ିସିନ ନେବ? ମାଉସୀ କହିଲେ, ହଁ ହଁ ପୁଅ, ମୋର ମନେ ପଡ଼ିଲା। ମୋ ପୁଅ, ତୁ ପୁଅ କଥା ଆଲୋଚନା ହେବାରୁ ମୋର ମନେ ପଡ଼ିଲା। ଏବେ ତ ଗ୍ରୀଷ୍ମ ଛୁଟି ଆରମ୍ଭ ହେଲାଣି, ସବୁ ଗ୍ରୀଷ୍ମ ଛୁଟିରେ ମୋ ପୁଅ, ବୋହୂ, ନାତି ନାତୁଣୀ ମାନେ ମୋ ପାଖକୁ ଆସନ୍ତି, 2 ମାସ ଧରି ରୁହନ୍ତି। ସେଇଟା ବହୁତ ଭଲ ଲାଗେ। ମୋ ଆଖିକୁ ନିଦ ହୁଏନି। ମୋ ନାତି ପାଇଁ କେଉଁ ପିଠା କରିକି ଦେବି, ମୋ ନାତୁଣୀକି କ'ଣ ଭଲ ଲାଗେ, ମୋ ବୋହୂକୁ ଟିକେ ବାରମଜା ଖାଇବାକୁ ଭଲ ଲାଗେ, ତା ପାଇଁ ମୁଁ ବାରମଜା ବନାଏ। ମୋ ପୁଅକୁ ମଣ୍ଡା ପିଠା ବହୁତ ଭଲ ଲାଗେ, ମୁଁ ବନାଏ। କିନ୍ତୁ ଜାଣିଛୁ ପୁଅ ପରଦିନ ମୋତେ ଫୋନ୍ କରିଥିଲା, କହିଲା, ମା, ମୋ ସ୍ତ୍ରୀ ଏଥର ଗ୍ରୀଷ୍ମ ଛୁଟିରେ ଟିକେ ବେଶୀ ଦିନ ହେଉଛି, ଟିକେ ଭାରତ ବାହାରକୁ ବୁଲିବାକୁ ଯିବାକୁ ଚାହୁଁଛି, ଆମେମାନେ ଏ ବର୍ଷ ଆଉ ଯାଇପାରିବୁନି। ତୁ ଗୋଟେ କାମ କରିବୁ ବୋଉ, ତୁ ମନ ଦୁଃଖ କରିବୁନି, ଆମେ ଟିକେ ଭାରତ ବାହାରକୁ ଆଉ କ'ଣ ଚାନ୍ସ ମିଳିବ, ପିଲାମାନେ ବଡ଼ ହେଇଯିବେ, ତାଙ୍କର ପାଠପଢ଼ା ଆରମ୍ଭ ହେଇଯିବ, ଆମେ 2 ଜଣ ଯାକ ଆଉ ସମୟ ଦେଇପାରିବୁନି, ତେଣୁ ଆମେ ଆଉ ଏ ବର୍ଷ ଯାଇପାରିବୁନି ବୋଉ, ଆମେ ଆର ବର୍ଷ ଗ୍ରୀଷ୍ମ ଛୁଟିରେ ନିହାତି ଯିବୁ, ତୁ ମନ ଦୁଃଖ କରିବୁନି। ବୁଢ଼ୀ ମାଉସୀଟି କହିଲା, ପୁଅ, ମୁଁ ସେଇଥିପାଇଁ ଆସିଛି, ତୋ ମେଡ଼ିସିନ ଷ୍ଟୋରରେ ଏମିତି କିଛି ମେଡ଼ିସିନ ଅଛି ଯେଉଁ ମେଡ଼ିସିନ ନେଲେ ମୁଁ ଖାଇଲେ ମୋ ପୁଅ, ବୋହୂ, ନାତି ନାତୁଣୀ ଆଉ କାହା କଥା ମନେ ପଡ଼ିବନି, ମୁଁ ଭୁଲିଯିବି? ଆମେ ଲାଇନରେ ଠିଆ ହେଇଥିବା ସମସ୍ତ ଲୋକ ଅବାକ ହେଇ ଚାହିଁଲୁ, ଆଉ ମୋ ଆଖିର ଲୁହ ଜକେଇ ଆସିଲା। ଓନର ଭାଇଟି ମଧ୍ୟ କିଛି କହିପାରିଲେନି। ମେଡ଼ିସିନ ଓନର ଭାଇ କହିଲେ, ମାଉସୀ ତମ ଘରଟା କେଉଁଠି? ଚାଲ ମୁଁ ତମକୁ ଘରେ ଛାଡ଼ିଦେଇ ଆସିବି। ସବୁ ଲୋକ ଚୁପ୍, କେହି କିଛି କହିପାରିଲେନି। କୁହନ୍ତୁ ତ, ବାପା ମାଙ୍କ ପାଇଁ ପିଲାମାନଙ୍କର ଆବଶ୍ୟକତା ସବୁଠୁ ଜରୁରୀ, ସେଇ ଛୁଟି ଦିନରେ ହେଉ ବା କେଉଁ ଦିନରେ ବି ହେଉ, ସବୁବେଳେ
ବାପା ମାଆଙ୍କୁ କେବେ ବି ଅନାଦର କରିବେନି। ରହିଲି। ଭଲ ଲାଗିଥିଲେ ନିହାତି ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ।